ଆଶା କରୁଛି ଭଲରେ ଥିବ। ତ ଆଜି ଆମେ ପଢ଼ିବା କ'ଣ? ପାଠ 13 ପାଣି ଡିଆଁ ସମ୍ପର୍କରେ। ଦେଖ ପିଲାମାନେ, ଏଇଠି କ'ଣ ଅଛି ଯେ ଲୁଚି ରହିଥିବା ସଂଖ୍ୟା ଖୋଜ। ହେଲା, କ'ଣ କ'ଣ ସଂଖ୍ୟା? ଏଇ 4ଟା ସଂଖ୍ୟା ଅଛି, ତା ଭିତରେ ଆଉ କ'ଣ କ'ଣ ସଂଖ୍ୟା ଅଛି ସେ ବିଷୟରେ। ତ ଏଇ ବିଷୟରେ କ'ଣ ଲୁଚି ରହିଥିବା ସଂଖ୍ୟା? ଏହି ବାକ୍ସରେ ସଂଖ୍ୟାମାନଙ୍କୁ ପକାଇଲେ ତାହା ଏକ ସଂଖ୍ୟା ଦ୍ୱାରା ଗୁଣନ ହୋଇ ବାହାରକୁ ଆସେ। ଧରାଯାଉ ଆମେ ଗୋଟେ ସଂଖ୍ୟାକୁ ପକେଇଲୁ 28, ତ ସଂଖ୍ୟା ଦ୍ୱାରା ଗୁଣନ ହେଇକି କେତେ ଆସିଲା? 7 ଆଉ 4 ଆସିଲା। ତ ଯାହା ଦ୍ୱାରା ଗୁଣନ ହେଇକି ଆସିଲା ସେଇ ସଂଖ୍ୟାଟା ତାର କ'ଣ ହବ? ଗୁଣନୀୟକ। କ'ଣ ହବ? ଗୁଣନୀୟକ। ବୁଝିପାରିଲ ନା? ବାକ୍ସରେ ଯଦି ଏଇ 4ଟି ସଂଖ୍ୟା ବାହାରେ, ତେବେ ଗୁଣିତକ କେତେ ହୋଇଥିବ ବୋଲି ଭାବୁଛୁ? ବାକ୍ସରେ 4ଟି ତାର ଗୁଣିତକ। ଗୁଣିତକ ତ ନିଜେ, ହେଲା, ଗୁଣିତକ ସିଏ ନିଜେ ହୁଅନ୍ତି। କେତେ ହେଇଥିବ? ଦେଖ, ଗୋଟେ ସଂଖ୍ୟାର ଗୁଣିତକ ଅସଂଖ୍ୟ ଥାଏ। ଗୁଣିତକ ଗୋଟେ ଗୋଟେ ସଂଖ୍ୟାର ତାଙ୍କର ଅସଂଖ୍ୟ ଥାଏ। ବୁଝିପାରିଲ ନା? ସାଧାରଣ ଗୁଣିତକ। ହେଲା କି? ତ ଏକାଧିକ ଗୁଣିତକ ପାଇବାର ସମ୍ଭାବନା ଅଛି କି? ହଁ, ଅଛି। ଅଛି ମଧ୍ୟ। ବାକ୍ସ ଭିତରେ କେଉଁ କେଉଁ ସଂଖ୍ୟା ଥାଇପାରେ? ବାକ୍ସ ଭିତରେ ତାର ଗୁଣନୀୟକ ଥାଇପାରେ ଆଉ ଗୁଣିତକ ସଂଖ୍ୟା ଥାଇପାରେ। ହେଲା, ଗୋଟେ ସଂଖ୍ୟାର ଗୁଣନୀୟକ ଥାଇପାରେ ଆଉ ଗୁଣିତକ ସଂଖ୍ୟା ପାଇଁ ଥାଇପାରେ। ତ ଆଜି ଆମେ ପଢିବା ଏଠି କ'ଣ? ଯେ ଗୁଣନୀୟକ ଆଉ ଗୁଣିତକ। ବୁଝିଲ ପିଲାମାନେ? ଦୁଇଟା କ୍ଷେତ୍ରରେ ପଢିବା, ଗୁଣନୀୟକ ଆଉ ଗୁଣିତକ। ତୁମେ ପାଇଥିବା 1, 2, 4 ଗୁଡ଼ିକର ବାକ୍ସରୁ ବାହାରିଥିବା ସଂଖ୍ୟା, ବାକ୍ସରୁ ତ ବାହାରିଲା 28 ଗୋଟେ, 36 ଗୋଟେ, 48 ଗୋଟେ, 72 ର ଗୁଣନୀୟକ। ବାସ୍ତବରେ ଏଗୁଡ଼ିକ ସମସ୍ତ ସଂଖ୍ୟା ସାଧାରଣ ଗୁଣନୀୟକ। ସଂଖ୍ୟା 28, 36, 48, 72, ହେଲା, ଏହାର ଏଗୁଡ଼ିକ 1, 2, 4 ଗୁଣିତକ। ତ ଏଇ 1, 2, 4 ଏମାନଙ୍କର ଗୁଣିତକ ହଉଛନ୍ତି ଏମାନେ, ଆଉ ଏମାନଙ୍କର ଗୁଣନୀୟକ ହଉଛନ୍ତି ମଧ୍ୟ ଏମାନେ। ବୁଝିପାରିଲ? ତ ଆମେ ଏଠି କ'ଣ ଦେଖିବା? ନା ଗୁଣନୀୟକ ଆଉ ଗୁଣିତକକୁ ଦେଖିବା। ଗୋଟେ ସଂଖ୍ୟା ଆମେ ନେବା, ଗୋଟେ ନେଲେ ଆମେ କେତେ? 15। ମନେକର ଆମେ ଗୋଟେ ସଂଖ୍ୟା ନେବା, କେତେ? ଗୋଟେ ସଂଖ୍ୟା ଆମେ ନେଲେ 15। କେତେ ନେଲେ ବାବୁ? ଛୁଆମାନେ 15। 15 ଆମେ କେତେ ଜାଣିବା? କେତେ କେତେ ଗୁଣିଲେ 15 ହୁଏ? ନା ସାର୍, 3 ଆଉ 5 ଗୁଣିଲେ 15 ହେଇଯାଏ। ଜାଣିଛ ପିଲାମାନେ? 15 ଆଉ 1 ଗୁଣିଲେ 15 ହେଇଯାଏ। ତ ଏଇ ଯୋଉ 3 ପଞ୍ଚା 15, 15 ଏଇ ଯୋଉ 3, 5, 15, 1 ଏଇଟା ହଉଛି, ଏଇ ସଂଖ୍ୟା ମାନେ ହଉଛନ୍ତି କଣ? ନା ଏଇ 15ର ଗୁଣନୀୟକ। ବୁଝିପାରିଲ ପିଲାମାନେ? କାହାର ଗୁଣନୀୟକ? 15। 15ର ଗୁଣନୀୟକ ମାନେ କ'ଣ? କୋଉ କୋଉ ସଂଖ୍ୟା ଗୁଣିଲେ 15 ବାହାରେ, ତ ସେଇ ସଂଖ୍ୟା ମାନେ ହଉଛନ୍ତି 15ର ଗୁଣନୀୟକ। ହେଲା, ଆମେ ଯଦି କହିବା 3 ପଞ୍ଚା 5 3 15, ତ ଗୋଟେ ସଂଖ୍ୟାକୁ ଆମେ 2 ଥର ନିଆଯାଏ ନାହିଁ। ବୁଝିପାରିଲ? ଦେଖ, ତାପରେ ଗୁଣିତକ। ଗୁଣିତକ କଲେ 15ରେ 1 ଗୁଣିବ, କେତେ ବାହାରିଲା? 15। 15ରେ 2 ଗୁଣିଲେ 30। 15ରେ 3 ଗୁଣିଲେ କେତେ? 45। 15ରେ 4 ଗୁଣିବ 20। 15ରେ 4 ଗୁଣିବ କେତେ? 15 ଚ 60। 15ରେ 5 ଗୁଣିବ, ଏମିତି ଯେତେ ସଂଖ୍ୟା ବାହାରିବ, ଗୁଣଫଳ ଯେତିକ ବାହାରିବ, ସେଇଟା ହଉଛନ୍ତି କାହାର? ନା 15ର ଗୁଣିତ। ବୁଝିପାରିଲ ପିଲା? ଏତିକି କ୍ଲିୟର ହେଇଗଲା। ଗୁଣନୀୟକ କ'ଣ, ଗୁଣିତକ କ'ଣ? ବୁଝିପାରିଲ? ଦ୍ୱିତୀୟ ବିଷୟ ଆମେ ଦେଖତେ ଯିବା। ହେଲା, ଦେଖ 12ର ଦେଇଦେଇଛି। ମୁଁ କହିଥିଲି 12ରେ କେତେ କେତେ ଗୁଣିଲେ 12 ହବ? ନା 212। 12 କେ 12, 3 ଚ 12, 1 ବାର 12। ତ ଦେଖ, ଯଦି ଏମାନଙ୍କର ସାଧାରଣ ଗୁଣନୀୟକ କିଏ ହେଲେ? ନା 1, 2 ହେଲା, 3 ହେଲା, 4 ହେଲା, 6 ହେଲା, 12। 12 ଦୁଇଥର ଅଛି। 12 ଦୁଇଥର ନିଆଯାଇଛି କି? ନା। 1କୁ 2 ଥର ନିଆଯାଇଛି? ନା। ବୁଝିପାରିଲ? ତ ଏଇ ସଂଖ୍ୟା ମାନେ ହଉଛନ୍ତି 12ର କ'ଣ? ସାଧାରଣ ଗୁଣନୀୟକ। ଆଉ ଏଇ ସଂଖ୍ୟା ମାନଙ୍କର ଗୁଣିତକ କିଏ ହବ? 12। ଏଇ ସଂଖ୍ୟା ମାନଙ୍କର ଗୁଣିତକ କିଏ ହବ? 12। ହେଲା, ଠିକ ସେଇପରି ମୁଁ ଗୋଟେ କହିଦେଇଛି। ତ
ବିଭିନ୍ନ ଏଇ ସଂଖ୍ୟା ଗୁଡ଼ିକ ବିଭିନ୍ନ ସଜା ଆକାରରେ ସଜେଇବ। ସଜା ଆକାର ମାନେ କଣ? ଉପରେ ଦେଖିଥିବ ସଜା 15ରେ ସଜେଇଛି କେମିତି ଆସିବ? ଦେଖ 15ରେ ସଜେଇଛି ମାନେ କଣ? ତିନିଟା ଧାଡି କରିଛି, ପ୍ରତ୍ୟେକ ଧାଡିରେ କେତେଟା ଲେଖା ରଖିଛି? 5ଟା ଲେଖା ରଖିଛି। ହେଲା ନା? ଠିକ ସେମିତି ଆମେ 10କୁ ସଜେଇବା। 10କୁ ସଜେଇବା ମାନେ କଣ? କେତେଟା ଧାଡି କରିବା? ଦୁଇଟା ଧାଡି। ଇଏ ଗୋଟେ ଧାଡି, ଇଏ ଗୋଟେ ଧାଡି। ପ୍ରତ୍ୟେକ ଧାଡିରେ କେତେଟା ରହିବ? 2 ପଞ୍ଚା 10, ଦିଟା ଧାଡି ହେଇଗଲା, 5ଟା ଲେଖା ରହିବ। 1 2 3 4 5। ଇଏ ଗୋଟେ ସଜେଇଦେଲି। ଆଉ ଗୋଟେ ଆମେ 13କୁ ଯଦି ସଜେଇବା, 13 ମାନେ କେତେଟା ସଂଖ୍ୟା ରହିବ? ହେଲା, 13 ଗୋଟେ ସଜେଇବା ଯଦି 13କୁ, ତାହେଲେ 1 ଗୁଣନ 13, ଗୋଟେ ଧାଡିରେ 13ଟା ସଂଖ୍ୟା ରହିବ। ଗୋଟେ ଧାଡି ହେଲା 13ଟା ରହୁଛି ନା ନାଇଁ? 1 2 3 4 5 6 7 8 9 10 11 12 13, ବୁଝିବ? ଏମିତି ତାକୁ ସଜେଇବୁ। ତାପରେ ଦେଖ ଗୁଣନୀୟକ କେମିତି କେମିତି ବାହାରିଛି। ମୁଁ ଗୋଟେ 10ର ତ ତୁମମାନେ ଜାଣିଛ, 20ର ଗୋଟେ ବାହାର କରିଦବା। ଏଇ 20ଟାରୁ ମୁଁ ବାହାର କରିଛି, ଦେଖ। 20 କେତେ କେତେ ଗୁଣନ 20 ହବ ନା? 2 ଗୁଣନ 10 ହେଲେ 20 ହବ। 20 1 20, 4 5 20, ହେଲା। ତ ଏଇ ସଂଖ୍ୟାଟା ହଉଛନ୍ତି କାହାର? ନା 20ର ଗୁଣନୀୟକ। ସେମିତି ଅନ୍ୟମାନଙ୍କର ବାହାର କରିଦେଇଛି, ତୁମମାନେ ଦେଖିଥିବ। 14ର ଯେମିତି 14 ହେଲେ 14 କେ 14, 2 ସତା 14, 7 ଦୁନେ ବି 14। କିନ୍ତୁ 7 ଦୁନେ 14 ହେଲେ ଦୁଇଟା ହେଇଯାଉଛି 7। ଦୁଇଟା 7ରୁ କେତେଟା 7 ନିଆଯିବ? ଗୋଟେ 7। ମୁଁ ଲେଖିଦେଇଛି, ଦେଖ। ବୁଝିପାରିଲ ପିଲାମାନେ? ଅନ୍ୟମାନଙ୍କର ମଧ୍ୟ ତୁମମାନଙ୍କୁ ବାହାର କରିଦେଇଛି, ତୁମମାନେ ବୁଝିପାରିବ। ତାପରେ ଏଇଠି ଦେଖିବା, ପ୍ରାଣୀ ଡେଇଁବା। ଏ, ତ କେତେକା ଠେକୁଆ, ଠେକୁଆ ଦେଖିପାରୁଛ? ଏଇ ଠେକୁଆ କେତେ ଡେଉଁଛି? ଏକାଥରେ 4। ଏ ହଉଛି ଠେକୁଆ। ଠେକୁଆ ଏଇଠି 4 ଡେଉଁଛି, ତାପରେ 8 ଡେଉଁଛି, ତାପରେ କେତେ ଡେଇଁଲା? 12, ହେଲା। ବେଙ୍ଗ କେତେ ଡେଉଁଛି? 3, ତାପରେ କେତେ ଡେଉଁଛି? 6, ତାପରେ କେତେ ଡେଉଁଛି? 9, ତାପରେ 12। ତ ସେମାନେ ମିଶୁଛନ୍ତି କୋଉଠି? 12ରେ। ତ ବୁଝିପାରୁଥିବ ପିଲାମାନେ? ତ ଯେଠି ସମାନ ଭାବରେ ମିଶୁଛନ୍ତି ସେଇଟା ହଉଛି ତାର ସାଧାରଣ କଣ? ସାଧାରଣ ଗୁଣିତକ। ସମାନ ଭାବରେ କୋଉଠି ମିଶୁଛନ୍ତି? ଇଏ ତ ଅଲଗା ଅଲଗା। ମିଶିଲେ କୋଉଠି? 12। ତାହେଲେ ଏଇ 3 ଆଉ 4ର ସାଧାରଣ ଗୁଣିତକ କିଏ ହବ? ନା 12। ବୁଝିପାରିଲ? ଏଠି ମଧ୍ୟ ସେମିତି ଦେଇଦେଇଛି, ଦେଖ। ବିଲୁ କଣ? ବୁଢିଆଣୀ। ବୁଢିଆଣୀ କେତେ ଡେଇଁଲା? 3 ଡେଇଁଲା। 3 ଡେଇଁଛି ନା? ଏଇଟା ହଉଛି ବୁଢିଆଣୀ। 3 ଡେଇଁଲା, ତାପରେ କେତେ ଡେଇଁଛି? 6, ତାପରେ 9, ତାପରେ ଡେଇଁଛି 12। ଦେଖ, 3 ଡେଇଁଛି, 6 ଡେଇଁଛି, 9 ଡେଇଁଛି, 12 ଡେଇଁଛି। ଝିଣ୍ଟିକା କେତେ ଡେଇଁଛି? ଏକାଥରେ 6 ଡେଇଁଛି, ତାପରେ ଡେଇଁଛି 12। ହେଲା କି? 6 ଡେଇଁଛି, 12 ଡେଇଁଛି। ତ ଦିଟା ଯାକରେ ସମାନ। ଏଠି ବି 6 ଅଛି, ଏଠି ବି 6 ଅଛି। ଦିଟା ଯାକରେ ମିଶିଛନ୍ତି ନା ନାଇଁ? ଏଇ ଜାଗାରେ ଯେହେତୁ ମିଶିଛନ୍ତି, ଇଏ ଗୋଟେ ହବ ତାଙ୍କର କଣ? ସାଧାରଣ ଗୁଣିତକ। ଏଠି ଗୋଟେ ମଧ୍ୟ 12ରେ, ଇଏ ମଧ୍ୟ ମିଶି ଯାଇଛି, ଇଏ ବି ମଧ୍ୟ ସାଧାରଣ। ତାହେଲେ ଏଇ 3 ଆଉ 6ର ସାଧାରଣ ଗୁଣିତକ କିଏ କିଏ ହଉଛନ୍ତି? 6 ଗୋଟେ ଆଉ ଗୋଟେ 12 ହଉଛନ୍ତି। ଏଇ କ୍ଷେତ୍ରରେ ଦେଖିଲା, ବୁଝିପାରିଲ? 4 କ୍ଷେତ୍ରରେ ଦେଖ, 4ର ସାଧାରଣ 4 କେ 4, 4 ଦୁନେ 8, 4 2 1 2 3 ଗୁଣିଗଲା। 6ର ମଧ୍ୟ 6 କେ 6, 6 ଦୁନେ 12 ଗୁଣିଗଲା। ଯେ ଦିଟା କ୍ଷେତ୍ରରେ ସମାନ ରହିଲେ ସେଇଟା ହଉଛନ୍ତି ତାଙ୍କ କଣ? ସାଧାରଣ ଗୁଣିତକ। ବୁଝିପାରିଲ? ତ ଏଇଠି ମୁଁ ଗୋଟେ କରିଦେଇଛି, ଅନ୍ୟ ଗା ଦେଖିବ। ଦେଖ, 2 ଆଉ 3ର ସାଧାରଣ ଗୁଣିତକ 5ଟା ଲେଖା ଲେଖିଦେଇଛି। 2ର 1 ଗୁଣିଲେ 2ର 2 ଗୁଣିଲେ, ଏମିତି ଦେଖ। ଏଇ ଦିଟା କ୍ଷେତ୍ରରେ ଦେଖ, 2 ଆଉ 3 କ୍ଷେତ୍ରରେ ଲେଖି ପାରିବା। 2 ଆଉ 3 କ୍ଷେତ୍ରରେ ସାଧାରଣ କିଏ ଅଛି? 6 ଅଛି। ତ ଇଏ ଗୋଟେ ହଉଛି ସାଧାରଣ ଗୁଣିତକ। କେତେ ଅଛି? 12 ମଧ୍ୟ ଅଛି। ଇଏ ହଉଛି ସାଧାରଣ ଗୁଣିତକ। କେତେ ଅଛି ତାପରେ? 18 ଅଛି। ଇଏ ହଉଛି ସାଧାରଣ ଗୁଣିତକ। ତାପରେ କେତେ ଅଛି? 24 ଅଛି। ଇଏ ହଉଛି ସାଧାରଣ ଗୁଣିତକ। ତାପରେ କେତେ ଅଛି? 30 ଅଛି। ଇଏ ହଉଛି ସାଧାରଣ ଗୁଣିତକ। ଅନ୍ୟମାନଙ୍କର ମଧ୍ୟ ବାହାର କରିଦେଇଛି। ତମମାନେ ଯଦି ବୁଝିପାରିବ ତାହେଲେ ଲେଖିବ। ହେଲା, ଏଇପରି ଭାବରେ। ତାପରେ ଦେଖ, ଏଇଠିକୁ ଆମେ ଲକ୍ଷ୍ୟ କରିବୁ। ଜଣେ 6ଟା ଲେଖା ଡେଉଁଛି। 6ଟା ଲେଖା କିଏ ଡେଉଁଛି? ହରିଣ। 4ଟା ଲେଖା କିଏ ଡେଉଁଛି? ଠେକୁଆ। ତ କିଏ ଶୀଘ୍ର ପହଞ୍ଚିବ? ଯିଏ 6ଟା ଲେଖା ଡେଉଁଛି ସିଏ ଶୀଘ୍ର ପହଞ୍ଚିବ ନା ରେ। ଆଉ ଯିଏ ଯଦି ଇଏ ଲେଖା ଡେଉଁଛି ସିଏ କୋଉଠି ଶୀଘ୍ର ପହଞ୍ଚିବ? ସେ ଶୀଘ୍ର ପହଞ୍ଚିବାର ଚାନ୍ସ ହିଁ
ନାହିଁ। ବୁଝିପାରିଲ? ଏତିକ ତ ବୁଝିପାରୁଥିବ। ତାପରେ ଏଠି ଦେଖ, ମୋଗଲି ସାଙ୍ଗ ନିମ୍ନରେ ଦାଗ ଦିଆହେଇଛି, ରାସ୍ତାରେ ବାସ କରନ୍ତି, ଯଦି ଶୂନରୁ ଆରମ୍ଭ ହୁଏ କାହା କାହା ସାଙ୍ଗରେ ହୁଏ? ତାହେଲେ ମୋଗଲି କାହା ସାଙ୍ଗରେ, ଶୂନରୁ ଆରମ୍ଭ ମାନେ କେତେ ଯିବ? 2 ଯିବ, 2 ରୁ ପରେ 4, 4ରେ କିଏ ଅଛି? ପିମ୍ପୁଡ଼ି, ତା ହାତରେ ଗୋଟେ, ତାପରେ 4 ପରେ 6, 2 2 ପୁରା ଯିବ, 6ରୁ 8, 8ରୁ 10, 10ରୁ 12, 12ରେ କିଏ ପଡ଼ିବ? ବେଙ୍ଗ, ବେଙ୍ଗ 12ରୁ 14, 14ରେ ବାଇଚଢ଼େଇ, ତାପରେ 16, ତାପରେ 18, ତାପରେ 20, ତାପରେ 22, ତାପରେ 24, ତାପରେ 26, ତାପରେ 28, 28 ପରେ 30, 30, 32, ତାପରେ 34, ତାପରେ 36, ତାପରେ 38, ତାପରେ 40, ତାପରେ 42, ତାପରେ 44, ତାପରେ 46, ତାପରେ କେତେ ଆସିବ? 46 ପରେ 48, ହେଲା, 48 ପରେ 50, 50 ପରେ 52, 52 ପରେ 54, 54 ପରେ 56, 56 ପରେ 58, 59, 2 2 ଡେଇଁକି ଯିବ ନା, କାହାକୁ କାହାକୁ ଭେଟିଲା ଦେଖ। 24 ଆଉ 36 ର ସାଧାରଣ ଗୁଣନୀୟକ ବାହାର କରିବା ଧ୍ୟାନ କରନ୍ତୁ, ନିମ୍ନ ପ୍ରଶ୍ନ ସବୁ 0ରୁ ଆରମ୍ଭ ହବ। ଏଠି କଣ ଦେଇଛି? ମୋଗଲି କଣ ପିମ୍ପୁଡ଼ି ଓ ଚଢ଼େଇ ଠେକୁଆକୁ ମାନଙ୍କୁ ଦେଖା କରିପାରିବ କି? ହଁ, ଦେଖା କରିପାରିବ। କେମିତି ଦେଖା କରିପାରିବ? ମୋଗଲ ଯଦି 2 2 ଡେଉଁଛି, ତାହେଲେ ପିମ୍ପୁଡ଼ି କେତେରେ ଅଛି? ନା 4ରେ ଅଛି। ଠେକୁଆ କେତେରେ ଅଛି? 50ରେ ଅଛି। ଆଉ କଣ କହିଛି? ବେଙ୍ଗ ଆଉ ଚଢ଼େଇ, ବେଙ୍ଗ କେତେରେ ଅଛି? 12ରେ। ବେଙ୍ଗ 12ରେ ଅଛି। ଚଢ଼େଇ କେତେ ଅଛି? 14ରେ। ତାହେଲେ ଏଇ ଯୋଉ ଏଇ ସଂଖ୍ୟା ଯେତିକ ରହିଲା, 4, 12, 14, 50, 4, 12, 14, 50, ଏଇଟା ହଉଛି 2ର ଗୁଣିତକ। ତ ସିଏ ନିଶ୍ଚୟ ସିଏ କଣ କରିପାରିବ? ନା ଭେଟ କରିପାରିବ, ହେଲା କି? ତ 4, 12, 14, 50, ଯେହେତୁ 2ର ମାନ ହଉଛନ୍ତି କଣ? ଏଟା ହଉଛି 2ର ଗୁଣିତକ, ଆଉ ଗୋଟେ ହଉଛି ଏଇ ସଂଖ୍ୟା ମାନେ ହଉଛନ୍ତି, ଏଇ ସଂଖ୍ୟା ମାନଙ୍କର ସାଧାରଣ ଗୁଣନୀୟକ 2 ହଉଛି ସେମାନଙ୍କର ସାଧାରଣ ଗୁଣନୀୟକ। ତ ସିଏ ସେମାନଙ୍କୁ କଣ କରିପାରିବ? ଦେଖା କରିପାରିବ। ଯଦି ସିଏ 3 ଲେଖା ଡିଏଁ, ଯଦି ସିଏ 3 ଲେଖା ଡେଇଁବ, ତାହେଲେ କାହା କାହାକୁ ଲେଖିବ? ନା ବୁଢିଆଣୀ, ବେଙ୍ଗ, ସାପ, ଭାଲୁ, ହରିଣ, ମାଙ୍କଡ, ଏମାନଙ୍କୁ ଦେଖିବା ପାଇଁ କଣ ହବ? ସକ୍ଷମ ହବ। ତ ଏମାନଙ୍କର ସଂଖ୍ୟା ହଉଛି କେତେ? ନା 9, 21, 39, 57। ଏଇ ସଂଖ୍ୟା ମାନଙ୍କର 3 ହଉଛି କଣ? ନା ସାଧାରଣ ଗୁଣନୀୟକ। ବୁଝିପାରିଲ? ତ ଯଦି ସିଏ ଥରକେ 5 ଘର ଡିଏଁ, ତ 5 ଲେଖା ଡେଇଁଲେ କେତେ ହେଇବ? 10, 15, 20, 25, 30, 35, 40, 45, 50, 55, 60, ଏଇ ସଂଖ୍ୟା ମାନଙ୍କୁ ଛୁଇଁବ। ତ ଏଇ ସଂଖ୍ୟା ମାନଙ୍କର ସାଧାରଣ ଗୁଣନୀୟକ କିଏ ହଉଛି? ନା 5। ଯଦି ସିଏ କଣ କରେ? ଯଦି ସିଏ 10 ଲେଖା ଡିଏଁ, ମୋଗଲି ଯଦି 10 ଲେଖା ଡେଇଁବ, ତାହେଲେ କୋଉ କୋଉ ସଂଖ୍ୟା ଛୁଇଁବ? 10, 20, 30, 40, 50, 60, ତ ଏଇ ସଂଖ୍ୟା ଛୁଇଁବ। ତ ଏଇ ସବୁ ସଂଖ୍ୟା ମାନଙ୍କର ସାଧାରଣ ଗୁଣନୀୟକ କିଏ ହବ? 10 ହବ। ବୁଝିପାରିଲ? ତାପରେ ଆମେ ଦେଖିବା 4 ନମ୍ବର କହିଛି, ଆସ 24 ଆଉ 36 ର କେତେକ ସାଧାରଣ ଗୁଣନକୁ ବାହାର କରି ଧ୍ୟାନ କରିବା, ଯେ ନିମ୍ନ ପ୍ରଶ୍ନ ଗୁଡିକ ସବୁ 0 ଠାରୁ। ତ 24 ଆଉ 24 ର ସାଧାରଣ ଗୁଣନୀୟକ କିଏ କିଏ ହେବେ? ନା 2 ହେବେ, 3 ହେବେ, 4 ହେବେ, 6 ହେବେ, 8 ହେବେ, 12 ହେବେ, ଏଗା ଏଇ 12 ପର୍ଯ୍ୟନ୍ତ ହେବେ। 24 ଆଉ 36 ଏଗା ହେବେ ନାହିଁ। ଆଉ କଣ ହବ? 1 ମଧ୍ୟ କେବଳ ହେଇଛି ସାଧାରଣ ଗୁଣନୀୟକ, ହେଲା କି? ଖାଲି ଗୁଣନୀୟକ ହେଇଥିଲେ ହେଇଥାନ୍ତା। ଠିକ ସେଇପରି ଭାବରେ ଯଦି ସେ ଥରକେ 2 ଡେଇଁଲା, ଉଭୟ ଆମେ 24 36 ରେ ପହଞ୍ଚିବା କି? ହଁ, ପହଞ୍ଚି ପାରିବା। ତ 24 ଆଉ 36 ର 2 ସାଧାରଣ ଗୁଣନୀୟକ କି? ହଁ, 2 ସାଧାରଣ ଗୁଣନୀୟକ। ସେମିତି 3 ଲେଖା ଯଦି ଥରକେ 3 ଘର ଡେଇଁ, ଆମେ ଉଭୟ 24 ଆଉ 36 ରେ ପହଞ୍ଚି ପାରିବା କି? ହଁ, ପହଞ୍ଚି ପାରିବା। ଯଦି ପହଞ୍ଚି ପାରିବା, 24 ଆଉ 36 ର ସାଧାରଣ ଗୁଣନୀୟକ 3 ମଧ୍ୟ ହବ। ସେହିପରି ଭାବରେ 4 ମଧ୍ୟ ତାଙ୍କର ପହଞ୍ଚି ପାରିବା 4 ଦ୍ୱାରା, ସେମାନଙ୍କର ସାଧାରଣ ଗୁଣନୀୟକ ମଧ୍ୟ କେତେ ହେଇପାରିବ? 4 ହେଇପାରିବ। ଉଭୟ 24 ଆଉ 36 ରେ ପହଞ୍ଚିବା ପାଇଁ ଆମେ ଅନ୍ୟ କେତେ ଘର ଡେଇଁପାରିବା? ଅନ୍ୟ କେ ଘର ହେଇପାରିବ?
6 ହେଇପାରିବ ଆଉ 12 ହେଇପାରିବ। ବୁଝିପାରିଲେ କି? 24 ଆଉ 26ର କେତୋଟି ସାଧାରଣ ଗୁଣନୀୟକ ପାଇଲେ? କେତେଟା ପାଇଲେ? 1 ଗୋଟେ ପାଇଲେ, 2 ଗୋଟେ ପାଇଲେ, 3 ଗୋଟେ, 4 ଗୋଟେ, 6 ଗୋଟେ ଆଉ ଗୋଟେ 12। ତାହେଲେ କେତେଟା ହେଲା? 1, 2, 3, 4, 5, 6। କେତେଟା ପାଇଲେ ଆମେ? 6ଟି ପାଇଲେ। ସେଇ ତାଲିକା ଏଇଟା ଦେଇଦେଲି ତୁମମାନଙ୍କୁ। 24 ଆଉ 36 ପହଞ୍ଚିବା ପାଇଁ ପ୍ରତି ଥର ଏକ ଘର ଡେଇଁବା ସମ୍ବନ୍ଧରେ କଣ ହଉଛି? ହଁ, ଡେଇଁଲେ ବି ହବ, କିଛି ଅସୁବିଧା ନାହିଁ। ପାଇପାରିବା। ଡେଇଁବା କିନ୍ତୁ ପାଇବି ମଧ୍ୟ ପାରିବା। ଦେଖ 12 ଆଉ 13ର ସାଧାରଣ। 12ର ଗୁଣନୀୟକ କିଏ କିଏ ବାହାରିଲେ ମୁଁ କହିଦେଲି। 2, 1, 12, 3, 4। 13ରେ କଣ? 13 ଆଉ 1। ହେଲା। ତ ପ୍ରତ୍ୟେକ ସଂଖ୍ୟା ମାନଙ୍କର 1 ହଉଛି ସେମାନଙ୍କର କଣ? ସାଧାରଣ ଗୁଣନୀୟକ ଥାଏ। ହେଲା। ପ୍ରତ୍ୟେକ ଗୋଟେ ସଂଖ୍ୟାର ସେ ସଂଖ୍ୟା ନିଜେ ଥିବ ଆଉ 1 ଥାଏ। ସେ ସଂଖ୍ୟା ଆଉ ନିଜେ ହଉଛି ସାଧାରଣ ଗୋଟେ ଗୁଣନୀୟକ ଥାଏ। ଦେଖ ଏଠି ଗୋଟେ ସେ ସଂଖ୍ୟା 13 ଅଛି। 13 ଗୁଣନୀୟକ ଯେତେବେଳେ ବାହାର କରୁଛେ 13 ସେ ସଂଖ୍ୟା ନିଜେ ଅଛି ଆଉ ଗୋଟେ 1 ଅଛି। 12 ମଧ୍ୟ ସେ ସଂଖ୍ୟା ନିଜେ ଅଛି ଆଉ 1 ମଧ୍ୟ ଅଛି। ଏଇଟା ହଉଛି ମନେ ରଖିବା କଥା। 16 ନମ୍ବରକୁ ଆମେ ଦେଖିବା। ସରି, 6 ନମ୍ବରକୁ ଦେଖିବା। 6 ନମ୍ବରକୁ ଯେତେବେଳେ ଡେଉଁଛି ଦେଖ 4ରୁ ଡେଇଁବ 8। ଥରକେ 4 ଡେଇଁଲେ ନିମ୍ନରେ କୋଉ ସଂଖ୍ୟା? 4ରୁ 8, ତାପରେ 16, ତାପରେ 24, ତାପରେ 28, ତାପରେ 32, ତାପରେ 36, ତାପରେ 40। ତ ଯୋଉ ସଂଖ୍ୟା ମାନଙ୍କ ସିଏ ପହଞ୍ଚିଲା 4 ଥର ଡେଇଁକି, ଦେଖ ଏଇ ସଂଖ୍ୟା ମାନେ ହଉଛନ୍ତି ଏଇ ସଂଖ୍ୟା ଗୁଡିକ ହଉଛି 4ର, ଏଇ ସଂଖ୍ୟା ମାନେ ହଉଛନ୍ତି 4, ଏଇ ସଂଖ୍ୟା ମାନଙ୍କର 4 ହଉଛି ସାଧାରଣ ଗୁଣନୀୟକ। ବୁଝିପାରିଲ କି? ଯୋଉ ସଂଖ୍ୟା ଆମେ ପାଇଲୁ ସେଇ ସଂଖ୍ୟା ମାନଙ୍କର 4 ହଉଛି ଏକ ସାଧାରଣ ଗୁଣନୀୟକ। ଦେଖ ସେଇ ସଂଖ୍ୟା ଏମିତି ଆମେ ସଂଖ୍ୟା ଗୋଟେ ଦେଇ ଦେଇଛୁ। ଏଇ ସଂଖ୍ୟା ମାନଙ୍କର ସାଧାରଣ ଗୁଣନୀୟକ ଆମେ କଣ କଣ ହେଇପାରିବ? 1 ତ କେବେ ସାଧାରଣ ଗୁଣନୀୟକ ହବ ନାହିଁ, କିନ୍ତୁ ମୁଁ ଲେଖିଦେଇଛି। କିନ୍ତୁ 1 କେବେ ସାଧାରଣ ଗୁଣନୀୟକ ହବ ନାହିଁ। ହେଲା କି? 1 କେବେ ବି ସାଧାରଣ ଗୁଣନୀୟକ ହବ ନାହିଁ, କେବଳ ଲେଖା ହେଇଛି। 1 କେବେ ସାଧାରଣ ଗୁଣନୀୟକ ହବ ନାହିଁ। ଏଟା କମନ ତା 1 କୁ ଛାଡିଦେଲା ପରେ। ତାପରେ ଦେଖ 8 ନମ୍ବର କଣ ହେଇଛି? ଯୁଗ୍ମ ସଂଖ୍ୟା ଗୁଡିକ ଗୁଣନୀୟକ ନିଶ୍ଚିତ କରିବେ। ଯୁଗ୍ମ ସଂଖ୍ୟା ଯୁଗ୍ମ ସଂଖ୍ୟା ଗୁଡିକର ଗୁଣନୀୟକ ଯୁଗ୍ମ ସଂଖ୍ୟା, ହଁ ଠିକ କଥା। ଅଯୁଗ୍ମ ସଂଖ୍ୟା ଗୁଡିକର ଗୁଣିତକ ଯୁଗ୍ମ ସଂଖ୍ୟା ହେଇପାରିବ ନାହିଁ। ଅଯୁଗ୍ମ ସଂଖ୍ୟା ଗୁଡିକ ଗୁଣିତକ କିଏ କରେ? ଯୁଗ୍ମ ସଂଖ୍ୟା ହେଇପାରିବ, କାରଣ 3 ଗୁଣନ 4 କଲେ କେତେ ହେଲା? 12। 3 ଗୋଟେ ଅଯୁଗ୍ମ ସଂଖ୍ୟା କିନ୍ତୁ ତାର ଗୁଣିତକ କେତେ ହେଲା? ଯୁଗ୍ମ ସଂଖ୍ୟା ହେଇଗଲା। ଏଟା ଭୁଲ ଅଛି। ଅଯୁଗ୍ମ ସଂଖ୍ୟା ଗୁଡିକର ଗୁଣନୀୟକ ଯୁଗ୍ମ ସଂଖ୍ୟା ହେଇପାରିବ ନାହିଁ। ହଁ, ଅଯୁଗ୍ମ ସଂଖ୍ୟା ଗୁଡିକର ଗୁଣନୀୟକ ଯୁଗ୍ମ ସଂଖ୍ୟା ହେଇପାରିବନି। 15ରେ ଯଦି ଆମେ ବାହାର କରୁ ତାହେଲେ 5 ଆଉ 3 ଏଇଟା ଗୋଟେ ଗୋଟେ ଗୁଣନୀୟକ। ଆଉ ଗୋଟେ କଣ? 1 ଆଉ 15 ଏଗା ସବୁ ଅଯୁଗ୍ମ ସଂଖ୍ୟା, ଏଗା ହେଇପାରିବ ନାହିଁ। ଦେଖ 2 ଦ୍ୱାରା ବିଭାଜ୍ୟ। 2 ଦ୍ୱାରା ବିଭାଜ୍ୟ କ୍ଷେତ୍ରରେ ଆମେ ଜାଣୁ ଯୋଉ ସଂଖ୍ୟାର ଏକକ ସ୍ଥାନରେ 0, 2, 4, 6, 8 ଥାଏ। ଏଇ ସଂଖ୍ୟା ହଉଛି 2 ଦ୍ୱାରା ବିଭାଜ୍ୟ। 5 ଦ୍ୱାରା ବିଭାଜ୍ୟ କୋଉମାନେ? ଯୋଉମାନେ ଏକକ ସ୍ଥାନରେ 0 ଆଉ 5 ଥାଏ। 10 ଦ୍ୱାରା ବିଭାଜ୍ୟ କଣ? ଯୋଉ ସଂଖ୍ୟା 2 ଆଉ 5 ଦ୍ୱାରା ବିଭାଜ୍ୟ ସେଇ ସଂଖ୍ୟା ହଉଛି 10 ଦ୍ୱାରା ବିଭାଜ୍ୟ। ହେଲା କି? ତ ମୁଁ ଏଠି ବାହାର କରୁଛି କୋଉ କୋଉ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ, କୋଉ କୋଉ ସଂଖ୍ୟା 10 ଦ୍ୱାରା ବିଭାଜ୍ୟ। ସେଇ ସଂଖ୍ୟା ମାନଙ୍କୁ ବାହାର କରିଦେଇଛି। ତମମାନେ ଦେଖିପାରୁଥିବ। ତାକୁ ଶ୍ରେଣୀ ଗୃହରେ କରିଦେଇଛି। ଆଶା କରୁଛି ତୁମମାନଙ୍କୁ ଭଲ ଲାଗିଥିବ। ଏଠି କଣ? ସେ ଥରକେ କେତେ ଘର ଡେଇଁବା ପାଇଁ ବାଛିବ, ଯେପରି 7 ଆଉ 21 ଥରକେ 7ଟା। କେତେଟା ଘର? 7ଟା ଘର। ଏଠି 5ଟା ଘର। ଏମାନଙ୍କର 25 ଆଉ 30ର ସାଧାରଣ ଗୁଣନୀୟକ ସବୁଠାରୁ ବଡ ବାହାର କରିବ। ଯେତିକ ବାହାରିବ ସେଇଟା ହବ। 21 ଆଉ 35ର ସାଧାରଣ ଗୁଣନୀୟକ ବାହାର କରିବ। ଯୋଉଟା ବାହାରିବ ସେଇଟା ହବ। ଆଜ୍ଞା। ଧନ୍ୟବାଦ।